ମହୁମାଛି ଆକ୍ରମଣରେ 9 ଜଣ ଆହତ। ଏହିଭଳି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ଅଧୀନ ପଣସଖଳା ଗ୍ରାମରେ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ପଣସଖଳା ଗାଁର 11 ଜଣ ପୁରୁଷ ଓ ମହିଳା ମିଶି ନିକଟସ୍ଥ କାଜୁ ଜଙ୍ଗଲକୁ ଲଟାବୁଦା ସଫା କରିବାକୁ ଯାଇଥିଲେ। ସଫା କରିବା ସମୟରେ ହଠାତ୍ ଗଛରୁ ମହୁମାଛିମାନେ ବାହାରି ଆସି ଅତର୍କିତ ଭାବେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଯିଏ ଯୁଆଡ଼େ ପାଇଲେ ପ୍ରାଣ ବିକଳରେ ଦୌଡ଼ି ପଳାଇଲେ, କିନ୍ତୁ ସେମାନଙ୍କ ମଧ୍ୟରୁ 9 ଜଣ ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସି ଭର୍ତ୍ତି ହୋଇଥିଲେ। ସେମାନେ ହେଲେ ପଣସଖଳା ଗ୍ରାମର ବିଜୟ ମାଝୀ, ଅମିତ ମଳିକ, ଏଲିସାବିତ ମାଝୀ, ରଶ୍ମିତା ମଳିକ, ଦପଲାଲ ମଳିକ, ଆନ୍ଧ୍ରିୟ ମାଝୀ, ସାମନ୍ତ ମଳିକ, କୁମାରୀ ମଳିକ ଓ ଆୟୁବ ମାଝୀ। ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କ ଆଶୁ ଚିକିତ୍ସା କରାଯିବା ପରେ ସମସ୍ତେ ସୁସ୍ଥ ହୋଇ ଅପରାହ୍ନରେ ଘରକୁ ଫେରିଥିବା ଡକ୍ଟର ଜଗନ୍ନାଥ ମହାରଣା ସୂଚନା ଦେଇଛନ୍ତି। ମୋହନାରୁ ପଞ୍ଚାନନ ଦାସଙ୍କ ରିପୋର୍ଟ, ଓମ୍ ଟିଭି, ଓଡ଼ିଶା। ଆଜ୍ଞା ବିଜୟ ମାଝୀ। କ'ଣ ହେଲା ଆପଣ ଆଜି? ଆଜ୍ଞା ଭାଲିଆ କାମ ଯାଇଥିଲି। କାମ କଲା ବେଳେ ଏମିତି ଟ୍ୟାଙ୍କର ଆସୁଛି ଆମ ଦେହ ମୁଣ୍ଡ ଉପରେ କାମୁଡ଼ିছে। କେତେ ଜଣ କାମୁଡ଼ିଛି? ସବୁ 11 ଜଣ କାମ କରୁଥିଲୁ, 9 ଜଣକୁ କାମୁଡ଼ିଛି। 11 ଜଣ ଥିଲେ, 9 ଜଣ କାମୁଡ଼ିଛି। ତାପରେ ଏବେ ବର୍ତ୍ତମାନ ମେଡ଼ିକାଲ ଆସି ପହଞ୍ଚୁ। ହଁ, ମେଡ଼ିକାଲ ଆସି ପହଞ୍ଚୁଛି।